ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, ଆଜିଠୁ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। 24 ତାରିଖରେ ବିଜୁଳି ଓ ଘଡଘଡି ସହ ବର୍ଷା ନେଇ 18 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ସବୁ ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର, ଯାଜପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ଝାରସୁଗୁଡ଼ା, ଗଞ୍ଜାମ, ଗଜପତି ଏବଂ ବରଗଡ଼। ପରବର୍ତ୍ତୀ ଖବର, ରେଲୱେରେ ନିଯୁକ୍ତି ସୁଯୋଗ। ଚାକିରି ଖୋଜୁଥିବା ପିଲାମାନଙ୍କ ପାଇଁ ଖୁସି ଖବର। 5,000ରୁ ଉର୍ଦ୍ଧ୍ୱ ପଦ ଖାଲି ରହିଛି। ଯଦି ଆପଣ ଚାକିରି ଖୋଜୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ୱେଷ୍ଟର୍ଣ୍ଣ ରେଳବାଇ 5,000ରୁ ଅଧିକ ଶିକ୍ଷାର୍ଥୀ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ସରକାରୀ ୱେବସାଇଟ rrcwr.com ପରିଦର୍ଶନ କରି ଆବେଦନ କରିପାରିବେ। ଏହି ନିଯୁକ୍ତି ପାଇଁ ଆବେଦନ କରୁଥିବା SC, ST, PWB ମହିଳା ପ୍ରାର୍ଥୀମାନଙ୍କୁ ଦେୟରୁ ମୁକ୍ତ କରାଯାଇଛି। ପରବର୍ତ୍ତୀ ଖବର, IRS ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ। ବଡ଼ବାବୁଙ୍କ ନାଁରେ ଆସିଥିବା ଦୁଷ୍କର୍ମ ଅଭିଯୋଗ ମାମଲାରେ ତଦନ୍ତ କରୁଛି ପୋଲିସ। ଶହୀଦନଗର ଥାନାରୁ ତଥ୍ୟ ନେଇଛି GST ଆଣ୍ଡ ସେଣ୍ଟ୍ରାଲ ଏକ୍ସାଇଜ ଟିମ୍। ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସମ୍ବେଦନଶୀଳ ଘଟଣାକୁ ନେଇ ପୁଣି ଥରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ପରବର୍ତ୍ତୀ ଖବର, EPFOକୁ ନେଇ ବଡ଼ ଖୁସି ଖବର ଆସିଛି, ଯେଉଁଥିରେ ପେନସନଧାରୀଙ୍କ ପଇସା ବଢ଼ିଯିବ। ଯଦି ଦରମା ସୀମା 15,000 ଟଙ୍କାରୁ 25,000 ଟଙ୍କାକୁ ବୃଦ୍ଧି କରାଯାଏ ତେବେ ପେନସନରେ କେତେ ପରିବର୍ତ୍ତନ ଆସିବ, ଚାଲନ୍ତୁ ଜାଣିବା। EPS 95 ସର୍ବନିମ୍ନ ପେନସନକୁ ପ୍ରତି ମାସରେ 1,000ରୁ 9,000କୁ ବୃଦ୍ଧି କରିବା ପାଇଁ ଶ୍ରମିକ ସଂଗଠନ ଗୁଡ଼ିକ ପୁନର୍ବାର ଦାବି କରିଛନ୍ତି। ଏହି ପ୍ରସଙ୍ଗ ସଂସଦ ଏବଂ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହା କର୍ମଚାରୀ ପେନସନ ଯୋଜନା 1995କୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ପରବର୍ତ୍ତୀ ଖବର, ସରକାର ଦେବେ ହୋଲି ଉପହାର। ମାଗଣାରେ ମିଳିବ LPG ଗ୍ୟାସ ସିଲିଣ୍ଡର। ରଙ୍ଗର ପର୍ବ ହୋଲି ଏବେ ପାଖେଇ ଆସୁଛି ଏବଂ ବଜାର ଗୁଡ଼ିକ ଏବେ ଗହଳିରେ ଚଳଚଞ୍ଚଳ। ଏହି ପର୍ବପର୍ବାଣୀ ଋତୁରେ ରୋଷେଇ ଘରର ବଜେଟ ପ୍ରାୟତଃ ପ୍ରଭାବିତ ହୁଏ, ବିଶେଷ କରି ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ଯୋଗୁଁ। ତଥାପି ଏଥର ଦିଲ୍ଲୀ ଏବଂ ଉତ୍ତରପ୍ରଦେଶ ସରକାର ମାଗଣା ଗ୍ୟାସ ସିଲିଣ୍ଡର ଏବଂ ଆର୍ଥିକ ସହାୟତା ଘୋଷଣା କରି ସାଧାରଣ ଲୋକଙ୍କୁ ଯଥେଷ୍ଟ ଆଶ୍ୱସ୍ତି ଦେଇଛନ୍ତି। ପରବର୍ତ୍ତୀ ଖବର, ଦାନ ବକ୍ସରୁ ମିଳିଲା ଅଜବ ଚିଠି। ଶାଶୁଙ୍କଠାରୁ ମୁକ୍ତି ଦିଅ, ତାଙ୍କୁ ଶୀଘ୍ର ନେଇଯାଅ। ସାଧାରଣତଃ ଲୋକମାନେ ମନ୍ଦିରକୁ ଯାଇ ସେମାନଙ୍କ ପରିବାରର ଦୀର୍ଘ ଜୀବନ, ସୁସ୍ଥତା କିମ୍ବା ଶାନ୍ତି ପାଇଁ ପ୍ରାର୍ଥନା କରନ୍ତି, କିନ୍ତୁ କେହି କାହା ପରିବାରର ମୃତ୍ୟୁ ମାଗିବ ତାହା କେବେ କେହି ବିଶ୍ୱାସ ମଧ୍ୟ କରିବା କଷ୍ଟକର। କର୍ଣ୍ଣାଟକର ବେଲାଗାଭି ଜିଲ୍ଲାର ଜଣେ ବ୍ୟକ୍ତି ତାଙ୍କ ପରିବାରର ଜଣ ସଦସ୍ୟଙ୍କୁ ମୃତ୍ୟୁ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ ଏବଂ ମନ୍ଦିର ଦାନ ବକ୍ସ ଭିତରେ ସେହି ପ୍ରାର୍ଥନାକୁ ସିଧା ରଖିଦେଇଥିଲେ। ପରବର୍ତ୍ତୀ ଖବର, ପୂର୍ବ ଭାରତରେ ପ୍ରଥମ ଏମ୍ସ ଭୁବନେଶ୍ୱରରେ ଅତ୍ୟାଧୁନିକ ରୋବୋଟିକ ଯକୃତ ପ୍ରତିରୋପଣ ୟୁନିଟ ଆରମ୍ଭ। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ମାଇଲଷ୍ଟୋନ। ଉନ୍ନତମାନର ଚିକିତ୍ସା ସୁବିଧା ଦ୍ୱାରା ଲୋକଙ୍କ ଆସ୍ଥାଭଜାନ ହୋଇଥିବା ଏବଂ ଏମ୍ସ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଅତ୍ୟାଧୁନିକ ରୋବୋଟିକ ଯକୃତ ପ୍ରତିରୋପଣ ୟୁନିଟ। ଏଥିସହ ପ୍ରଥମ କରି ରୋବୋଟିକ ସର୍ଜରୀ ୟୁନିଟ ଆରମ୍ଭ ହୋଇଛି। ପରବର୍ତ୍ତୀ ଖବର, ଆକ୍ସନ ମୋଡରେ ଭିଜିଲାନ୍ସ। ଭିଜିଲାନ୍ସ ଦ୍ୱାରା ଜାନୁଆରୀ 2023 ଠାରୁ ଡିସେମ୍ବର 2025 ମଧ୍ୟରେ 683ଟି ଦୁର୍ନୀତି ମାମଲା ରୁଜୁ ହୋଇଛି। 337ଟି ମାମଲାରେ ଦଣ୍ଡ ବିଧାନ କରାଯାଇଛି। 6 ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସମ୍ପତ୍ତି ସରକାର ବାଜ୍ୟାପ୍ତ କରିଛନ୍ତି।
ବାଜ୍ୟାପ୍ତି ହୋଇଥିବା ସମ୍ପତ୍ତିକୁ ଲୋକଙ୍କ କାର୍ଯ୍ୟରେ ବ୍ୟବହାର କରାଯାଇଛି। 22 ଜଣ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଠାରୁ 40,84,67,000 ଟଙ୍କା ଜବତ ହୋଇଛି। ସରକାର ଘୋଷଣା କରିଛନ୍ତି 32,50,844 ଟଙ୍କା ନଗଦ ଜମା କରିଛନ୍ତି ବୋଲି। ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପରବର୍ତ୍ତୀ ଖବର, ଭାରତୀୟ ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ଚେତାବନୀ। ଇରାନରେ ବଢୁଥିବା ଉତ୍ତେଜନା ଏବଂ ସମ୍ପ୍ରତି ବିରୋଧ ପରିଦର୍ଶନ ମଧ୍ୟରେ ତେହେରାନର ଭାରତୀୟ ଦୂତାବାସ ସମସ୍ତ ଭାରତୀୟ ନାଗରିକଙ୍କୁ ତୁରନ୍ତ ଦେଶ ଛାଡ଼ିବାକୁ କଡ଼ା ପରାମର୍ଶ ଦେଇଛି। ସୋସିଆଲ ମିଡିଆ ଏକ୍ସରେ ଜାରି କରାଯାଇଥିବା ଏକ ପରାମର୍ଶରେ ଦୂତାବାସ କହିଛି, ଛାତ୍ର, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କ ସମେତ ସମସ୍ତ ଭାରତୀୟଙ୍କୁ ବାଣିଜ୍ୟିକ ବିମାନ ସମେତ ସମସ୍ତ ଉପଲବ୍ଧ ଉପାୟରେ ଇରାନ ଛାଡ଼ିବା ଉଚିତ।